କାରଣ ସେ ରବି ଦାସ ଅଶୋକ ଦାସଙ୍କ ଜୋଇ ବବି ଦାସଙ୍କ ଶଳା ଏତେ ଗର୍ବ କରିବା ଉଚିତ ନୁହଁ। ଆମ ଜୋଇ ତମେ, ମୋର ବଡ ଭାଇ ଅଶୋକ ଦାସ, ରାମ ଲକ୍ଷ୍ମଣ ଭଳିଆ ଭାଇ ଆମେ ଥିଲୁ, ତାଙ୍କ ଜୋଇ ତମେ, ଏତେ ଗର୍ବ କଣ? ତମ ପାଇଁ ପଇସା ଥାଇପାରେ, ତମ ପାଇଁ ଜ୍ଞାନ ଥାଇପାରେ, ତମେ ଜଣେ ଭଲ ଆକ୍ଟର ହେଇପାର, ଲୋକଙ୍କୁ ଏତେ ଅଣ୍ଡର ଏଷ୍ଟିମେଟ କରିବା ଉଚିତ ନୁହଁ। କାହାରିକୁ ଅଣ୍ଡର ଏଷ୍ଟିମେଟ, କୋଉ ସାମ୍ବାଦିକ ହଉ କୋଉ ନାଗରିକ ହଉ, ଆମେ ଆଜି ପର୍ଯ୍ୟନ୍ତ କୌଣସି ସାମ୍ବାଦିକ କୋଉ ନାଗରିକ କେବେ କୌଣସି କୁଭାଷା ପ୍ରୟୋଗ କରିନୁ। ଆମ ଉପରେ ବର ହୁଏ, ଆମେ ହସି ଦେଇକି ଝାଡି ହେଇକି ଚାଲିଯାଉ, କିନ୍ତୁ କରିବାଟା ଉଚିତ ନୁହଁ। ଆମର ସେ ଜୋଇ, ମୁଁ ଦେଖିଲେ ତାଙ୍କୁ କହିବି, ଜୋଇ ଏ ବୟସରେ ଏମିତି ଉତ୍ପାତ ହବା ଉଚିତ ନୁହଁ। ମୁଁ ମୋ କଥା ମାନିବ ସେ ନା ନାଇଁ ହେଲେ ମଧ୍ୟ ସେ ବୟସ ଦେଇକି କଣ ଆମେ ଯାଇନୁ? ସେମିତି କିଛି ଭଲ କାମ ପାଇଁ କର। ଏଇ ବୟସରେ ବିଧାନସଭା ଭିତରେ ଆମେ ପଶିଥିଲୁ, ସେଭଳିଆ କାମ କର। ଏଇ ବୟସରେ ଏ ବେକାର ଯୁବକ ପାଇଁ ଫାଇଟ କରି ଜେଲ ଯାଇଥିଲୁ, ସେ କାମ କର। ଏ ଚାଷୀଙ୍କୁ ପାଣି ମରେଇବା ପାଇଁ ଜେଲ ଯାଇଥିଲୁ, ସେ କାମ କର। ଏ ଲୋକ ପାଇଁ କର। ଏ ଯୋଉ ଘର ଭାଙ୍ଗିବା ପାଇଁ ନୋଟିସ କରିଛନ୍ତି ବାରମାଣ, ସୁନ୍ଦରପୁର ଏବଂ ପଥରଗାଡିଆ, ଚୁନଖୋଳି, ଏଥିପାଇଁ ଆମେ ଜେଲ ଯିବୁ? ଖାତିର ନାହିଁ, ଆମେ ମନା କରିଛୁ। ଏମାନେ ଓନ ବାସିନ୍ଦା ଆଦିବାସୀ ଗାଁ, ତମେ ମୁଖ୍ୟମନ୍ତ୍ରୀ ଆଦିବାସୀ, ତମ ସମୟରେ ତମେ ନୋଟିସ ଦେଛ ଭାଙ୍ଗିବା ପାଇଁ ଚୁନଖୋଳି, ପଥରଗାଡିଆ, ବାରମାଣ, ଆମେ କେବେ ବରଦାସ୍ତ କରିବୁନି। ଏ ପୁରୁଣା ଆଦିବାସୀ ଗାଁ, ରାଜଧାନୀ ହେଇଛି 70-80 ବର୍ଷ ତଳେ, ଏ ହଜାର ହଜାର ବର୍ଷ ତଳ ଆଦିବାସୀ ଗାଁ, ତାକୁ ତମେ କୋଉ କମ୍ପାନୀ କି ଦବ, କୋଉ ବିଲ୍ଡର କୁ ଦବ, ଆମେ ଛାଡ଼ିଦବୁ? ମୁଁ ତାକୁ ସେଇଆ କହୁଛି, ଏ କାମ ପାଇଁ ଆସୁ, ଆଉ ଏ ଶୁଖିଲା କାମରେ ନ ମାତୁ। ଛାଡ ସେ ଆମ ଜୋଇ, ମୁଁ ତାକୁ